আরে মো পুত্র প্রভাত সদাবেলে গোটাଏ কথা ତା ମାରି କଥା ସବୁବେଳେ ମୋ ପୁଅ ତା ଠିକ୍ ଧରି ବସିଛି। ହେଲେ ମୋ ପୁଅ ପ୍ରଭାତକୁ କ'ଣ କହି ମୁଁ ତାକୁ ବୁଝାଇବି? ଆରେ ମୋ ନିଜକୁ ନିଜ ବି ମୁଁ କିଛି ଭାବିପାରୁନି। ହେଲେ ଆଜିଠୁ ଆରେ ସକାଳୁ କୁଆଡ଼େ ଗଲା ମୋ ପୁଅ? ମୁଁ ତାକୁ ଦେଖିନି। ଏ ଗଲା କୁଆଡ଼େ? अरे पुत्र प्रभा, ए प्रभा, अरे बाबा कुआड़े अछु? तो बाबा डाकुछि शीघ्र चलिया बाबा, शीघ्र चलिया। पुत्र छिनमरे भूमिष्ठ प्रेम उठ पुत्र उठ भगवान तर मंगल करंतु। हेले पिता आपनक मुखमंडल काहेकि सुखी जाइछ बाबा काहेकि? नाई प्रभात नाई सेमिति किछि नुह बाबा सेमिति किछि नुह। नाई पिता आपण मते मिछ कहचंती कोन हेछि बाबा सत्य कुह। अरे कोन हेबो बाबा तो बुढ़ा बाबर किसी भी असुविधा है रे तो सेमिति भूल बुझना बाबा। सत्य कहछ बाबा। हेले बाबा मु गोटे कथा आपनक पचारि परिबी? पुत्र पचारि परिबी पिता? अरे कुहा सही मोर गोटे प्रश्न पिता जे मती 10 मास 10 दिन गर्भरे धारण करी ए जन्म मातीर जन्म दैछि मो कहछि सही मो जन्मदात्री माँ मो माँ कुआड़े गले बाबा? मो माँ कुआड़े गली? पुत्र प्रभात ए पुत्र प्रभात पिता से अतीतर कथा को तू आउ मन पकाई मते मो हृदय को तू आउ तरलाई देना बाबा। बाबा कुह बाबा को मो माँ कुआड़े गली? अरे कौन कहबी बाबा कौन कहबी तोते? पिता अरे मु जहाँ तो माँ कथा कहले तू धैर्यर सहित शुणी पारिबु ना? हाँ बाबा मु निश्चय निश्चय छाती रे पत्थर दे निश्चय शुणी पारिबी बाबा। ताहले सुन बाबा कुह बाबा तू जेते बेले तो माँ कथा पाई जिद धरी बसिछु निश्चय कहबी बाबा निश्चय कहबी। पिता अरे शुणुछु बाबा हाँ पिता अरे मोरी घरे गोटाए व्यवसायी रहुथिले तापरे बुझिलु बाबा? तापरे कौन हिला बाबा? अरे मोरी घरे रहु रहु से व्यवसायीटा तो माँ सहित तार प्रेम संपर्क बढ़िया। शुणिबु ना बाबा शुणिबु? बाबा तापरे कौन हिला बाबा? हाँ तापर कौन है पुत्र शुणिबु? हाँ कुह बाबा ताको प्रेम संपर्क बढ़ू बढ़ू तो माटा मते छाड़ी से व्यवसायी सहित सबुदिन पाई चली गला। मो माँ मोते एका करी चली गली। हाँ पुत्र
ଆଉ ସେଇ ଦିନଠୁ ମୁଁ ନିଜକୁ ନିଜେ ଭାବି ନେଲି ସବୁଦିନ ପାଇଁ ତୋ ମାଟା ମରିଗଲା। ବାବା ବାବା ଯେ ମୋତେ ଏକା କରି ଚାଲିଗଲି ସେଇ ମୋ ମା କଥା ମୁଁ କେବେ ବି ପଚାରିବିନି ଆଉ ଆପଣଙ୍କୁ। ସେ କଥା ସବୁ ଭୁଲିଯା ପୁତ୍ର। ଆଉ ବାବା ତୋ ମା କଥା ସବୁ ମନୁ ଭୁଲିଯା। ଖାଲି ଗୋଟେ କଥା ବାବା, କୁହ ବାବା। ସେଇ ବିତି ଯାଇଥିବା ଘଟଣାକୁ ମନେ ପକାଇ ଆମେ ଆଉ ମନ ଦୁଃଖ କରିବାନି ବାବା। ଠିକ ବୁଝିଛୁ ବାପା। ଏଇଟା ହେଉଛି ଆମ କର୍ମର ଲେଖା। ହେଲେ ବାବା କୁହ ବାବା କୁହ। ଆପଣଙ୍କ ପାଖରେ ମୋର ଗୋଟିଏ ଅଲି କୁହ ପୁତ୍ର। କହିବି ବାବା। କୁହ। ମୋର ଇଚ୍ଛା ଅଛି ମୁଁ କିଛି ଦିନ ତୀର୍ଥ ଭ୍ରମଣ ପାଇଁ ଯିବାକୁ। ସତ କହୁଛୁ ପୁତ୍ର। ହଁ ବାବା। ହଁ ଏଇ କଥା ପାଇଁ ତୁ ଏତେ ମନ ଭିତରେ ତୋର କଣ ହେଲେ ବାବା ଭାବି? ଆପଣଙ୍କ ଅନୁମତି ନିହାତି ଦରକାର। ନିଶ୍ଚୟ ଅନୁମତି ଦେବି ବାବା, ନିଶ୍ଚୟ ଅନୁମତି ଦେବି। ପିତା? କୁହ। କୁହ କୁହ ପୁତ୍ର କୁହ। କୁହ ନା। ଆଦେଶ ଦିଅ ହେ ପୂଜ୍ୟ ପିଅର ଏଇ କଥା ପାଇଁ କୁହ। ତୀର୍ଥ ଭ୍ରମଣେ ମୁଁ ଯିବିନି ନିରନ୍ତର। ସତ କହୁଛୁ ପୁତ୍ର। ଆଦେଶ ଦିଅ ହେ ପୂଜ୍ୟ ପିଅର ନିଶ୍ଚୟ ନିଶ୍ଚୟ। ତୀର୍ଥ ଭ୍ରମଣେ ମୁଁ ଯିବିନି ନିରନ୍ତର। ହେ ପୂଜ୍ୟ ପିଅର କହୁଛୁ ବାବା। ମୋ ଘୃଣା କର। ହେ ପୂଜ୍ୟ ପିଅର ଯିବୁ ବାବା ବିନତି ମୋ ଘୃଣା କର। ନିଶ୍ଚୟ ବାବା ଯିବୁ। ନିଶ୍ଚୟ ବାବା। ପିତା କୁହ ପୁତ୍ର। ତାପରେ କଣ କରିବି ଜାଣିଛ? କଣ କରିବୁ? କାଶୀ ଗଙ୍ଗା କୁରୁକ୍ଷେତ୍ର ବୁଲିବି ମୁହିଁ। ନିଶ୍ଚୟ ନିଶ୍ଚୟ ପୁତ୍ର। ତୁମ ଦେଶକୁ ଖାଇ ରହିଛି ଚାହିଁ। ନିଶ୍ଚୟ ପୁତ୍ର। ତୋ ବାବାର ଆଶୀର୍ବାଦ ଅଛି ପୁତ୍ର। ଭକ୍ତା ଗାଈ। ଗଙ୍ଗା ଗୟା କୁରୁକ୍ଷେତ୍ର ବୁଲିବି ମୁହିଁ। ତୁମ ଦେଶକୁ ଖାଇ ରହିଛି ଚାହିଁ। ଆଶୀର୍ବାଦ ତୁମ ଥାଉ ଏଇ ପ୍ରଭାତକୁ ଫେରି ଆସିବି ମୋ ପିତା ତୁମରି ପାଖକୁ। ଲେଖଇ ସୁଧାଂଶୁ ଜୟ ଶିବ ଶଙ୍କର। ଭାବିବା ହେ ପୂଜ୍ୟ ପିଅର ବିନତି ମୋ ଘୃଣା କର। ପୁତ୍ର। ହେ ପୂଜ୍ୟ ପିଅର ବିନତି ମୋ ଘୃଣା କର। ପିତା ପୁତ୍ର ପ୍ରଭାତ। ତାହେଲେ ମୁଁ ଯାଉଛି ବାବା। ଶୀଘ୍ର ଆପଣଙ୍କ ପାଖକୁ ଫେରି ଆସିବି। ହଁ ବାବା ମୁଁ ତୋତେ ହସି ହସି ବିଦାୟ ଦଉଛି। ତୁ ଏବେ ଯାଇପାରୁ ପୁତ୍ର। ଠିକ ଅଛି ପିତା। हे ଜଗତର ନାଥ ଜଗନ୍ନାଥ
ମୋ ପୁତ୍ରର ଚଳାପଥରେ ପ୍ରଭୁ ତମେ ସାହା ହୁଅ ପ୍ରଭୁ ସାହା ହୁଅ ମୋ ପୁତ୍ର ଯେମିତି ଭଲରେ ଭଲରେ ମୋ ପାଖକୁ ଫେରି ଆସୁ ପ୍ରଭୁ ମୋ ପାଖକୁ ଫେରି ଆସୁ।